এইଠି ଯେତେବେଳେ ଡି କ୍ରିଷ୍ଣା ଭାଇଙ୍କୁ ସମ୍ମାନିତ କରାଗଲା ସେତେବେଳେ ବଜରଙ୍ଗୀ ଗୀତ ତାଙ୍କ କଣ୍ଠରୁ ହିଁ ଆସିଥିଲା, ତେଣୁ ସିଏ ତାଙ୍କ ପରଫର୍ମାନ୍ସଟା ପ୍ଲେ କଲେ ତ ନିହାତି ଖୁସି ଲାଗିବ। ଗୋଟେ ଅଡିଟୋରିୟମରେ ଯେତେବେଳେ ଆମ ନାଟକର ଗୀତ ବାଜିବ ଏହା ତ ନିହାତି ଖୁସି ଲାଗିବ। ପାଢ଼ୀ ବାବୁଙ୍କୁ ବି ମଧ୍ୟ ଏ ଜାଗାରେ ସମ୍ମାନିତ କରାଗଲା। ଏତେ ଯାତ୍ରାପାଟି ଅଛି କିନ୍ତୁ ବଜରଙ୍ଗୀ ଏମିତି ରେକର୍ଡ ଭାଙ୍ଗିଲା, ଖଣ୍ଡଗିରିରେ ଲୋକମାନଙ୍କୁ ଟିକଟ ବି ମିଳିଲାନି। ଯେ ଏଇଟା ଲୋକମାନେ ଆଲୋଚନା କଲେ ପିୟୁଷଙ୍କର ଏତିକି ଫ୍ୟାନ୍ସ ଫଲୋଇଂ ଅଛି ବୋଲି ଏମିତି ଚାଲୁଛି। ନାଟକର ସଫଳତା ହେଉଛି ପ୍ରଥମେ, କାହାର ଫ୍ୟାନ୍ ଫଲୋଇଂ କେଉଁ ପାର୍ଟି ସେଇଟା ବଡ଼ କଥା ନୁହଁ। ଶ୍ରେୟ କ'ଣ ଆପଣଙ୍କ ପାଖକୁ ଯାଉ? ମୁଁ କ'ଣ ଏକା ନାଟକ କଲେ ନାଟକ ହେଇଯିବ କି? ମୁଁ କେବଳ ଏକା ଖଟିଲେ କେବେ ନାଟକ ଭଲ ହେବନି। ନାଟକ ଭଲ ହେବା ପାଇଁ 5ଟା ଆଙ୍ଗୁଠି ଏକାଠି ହେବା ଦରକାର। ଆଉ ଯେଉଁ 5ଟା ଆଙ୍ଗୁଠି ହେଉଛନ୍ତି ଆମର ଟିମ୍ର ସବୁ କଳାକାର, ପ୍ରତ୍ୟେକଟି ଟେକ୍ନିସିଆନ୍, ପ୍ରତ୍ୟେକଟି ଡ୍ୟାନ୍ସର, ସମସ୍ତେ ହେଉଛନ୍ତି ସେ 5ଟା ଆଙ୍ଗୁଠି। ଯେତେବେଳେ ସମସ୍ତେ ଏକାଠି ହେଇଯାଉଛନ୍ତି ସେତେବେଳେ ନାଟକଟା ଭଲ ଲାଗୁଛି। ମୁଖ୍ୟ ଆକର୍ଷକ ପିୟୁଷ ତ୍ରିପାଠୀ ବୋଲି ଗୋଟେ ଆନାଉନ୍ସ କରାଯାଏ, ଆପଣମାନଙ୍କୁ ଲୋକ ଦେଖିବା ପାଇଁ ଚାହାନ୍ତି, ସେଇଟା ଶ୍ରେୟ ଆପଣଙ୍କ ପାଖକୁ ଯାଉନି? ସମୟର କଥା ଆଜ୍ଞା, ଏ ସମୟ ନଥିଲା, ଏ ସମୟ ଆସିଛି, ପୁଣି ଏ ସମୟ ଆଗକୁ କ'ଣ ହେବ କେହି କହିପାରୁନାହାନ୍ତି। ତେଣୁ ଖୁସି ଲାଗେ, ବାସ୍ ଖୁସିଟା ମନ ଭିତରେ ରହିବା ଦରକାର। ବିଶାଲର ଦେହ ଖରାପ ଥିଲା, ଆପଣ ସେତେବେଳେ ବିଶାଲକୁ ପାଖରେ ପାଇନଥିଲେ, କ'ଣ ଅନୁଭବ କରୁଥିଲେ ଯେ ଭାଇଟାକୁ ପାଖରେ ପାଉନଥିଲେ? କଷ୍ଟ ହେବ, କାହିଁକିନା ଭାଇ ପ୍ରଥମେ ତା ଦେହ ଖରାପ, ସେଥିପାଇଁ ତ କଷ୍ଟ ନିହାତି ହେବ। ତାପରେ ସେ ଗୋଟେ କଳାକାର, ଯେତେବେଳେ ଗୋଟେ କଳାକାର ତା ଦେହ ଖରାପ ମଞ୍ଚଠୁ ଦୂରେଇକି ରହିବ, ସେ କଷ୍ଟଟା କ'ଣ ସେଟା ସିଏ